ସାଙ୍ଗମାନେ କେବେ କେବେ ଜୀବନରେ ଏମିତି ସମୟ ଆସେ ଯେତେବେଳେ ଲାଗେ ଭଗବାନ ଆମକୁ ହିଁ ସବୁଠୁ ଅଧିକ ପରୀକ୍ଷା କରୁଛନ୍ତି। ଭଲ ଲୋକ ହେଇକି ବି ଦୁଃଖ ମିଳେ, ସତ୍ ପଥରେ ଚାଲିକି ବି ଅପମାନ ମିଳେ। ଆଉ ଯେତେ ଭଗବାନଙ୍କୁ ଡାକୁଥାଉ ସେତେ ଅଧିକ କଷ୍ଟ ଆସୁଥିବା ପରି ଲାଗେ। ଏଇ ଭିଡ଼ିଓଟି ସେଇ ସମସ୍ତ ଲୋକମାନଙ୍କ ପାଇଁ ଯେଉଁମାନେ ଜୀବନର କଷ୍ଟ, ଦୁଃଖ ଓ ସଂଘର୍ଷ ମଧ୍ୟରେ ନିଜକୁ ଏକା ଅନୁଭବ କରୁଛନ୍ତି। এই ভিডিওରେ ଆପଣ ଜାଣିବେ ଭଲ ଲୋକଙ୍କ ଜୀବନରେ କଷ୍ଟ କାହିଁକି ଆସେ, ଭଗବାନ କାହିଁକି ପରୀକ୍ଷା ନିଅନ୍ତି, ଦୁଃଖ ସମୟରେ କେମିତି ନିଜକୁ ସମ୍ଭାଳିବେ, ସଂଘର୍ଷ ପଛରେ ଲୁଚି ରହିଥିବା ସଫଳତାର ସତ୍ୟ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ। ତେବେ ଚାଲନ୍ତୁ ଆଜିର এই ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସାଙ୍ଗମାନେ, କେବେ କେବେ ଜୀବନରେ ଏମିତି ସମୟ ଆସେ ଯେତେବେଳେ ମନ ଭିତରେ ଗୋଟେ ପ୍ରଶ୍ନ ବାରମ୍ବାର ଉଙ୍କି ମାରେ, ଭଗବାନ, ମୁଁ କାହାର ତ କିଛି କ୍ଷତି କରିନି, କାହା ସହିତ କିଛି ଖରାପ କରିନି, ତାହେଲେ ମୋ ଜୀବନରେ ଏତେ ଦୁଃଖ କାହିଁକି? ଆଉ କେବେ କେବେ ମନ ରାଗରେ କହି ଉଠେ, ଭଗବାନ, ଆଉ କେତେ ଦୁଃଖ ଦେଲେ ତୋ ମନ ବୁଝିବ? ତୋତେ ମୁଁ ଯେତେ ଡାକୁଛି ତୁ ମୋତେ ସେତେ ଦୁଃଖ ଦଉଛୁ, ତୁ ମୋତେ ସେତେ କନ୍ଦଉଛୁ। ଯଦି ଆପଣ ବି କେବେ ଏମିତି ଭାବିଛନ୍ତି ତାହେଲେ ଆଜିର ଏହି ଭିଡ଼ିଓ କେବଳ ଆପଣଙ୍କ ପାଇଁ। ଫାର୍ଷ୍ଟ ଆମେ ଜାଣିବା କି ଭଲ ଲୋକଙ୍କ ସହିତ ଖରାପ କାହିଁକି ହୁଏ। ଭାଇ, ଆମେ ଛୋଟବେଳୁ ଶୁଣି ଆସୁଛୁ ଭଲ କର୍ମ କଲେ ଭଲ ଫଳ ମିଳେ, କିନ୍ତୁ ଆମେ ଯେତେବେଳେ ବାସ୍ତବ ଦୁନିଆକୁ ଦେଖୁ ସେତେବେଳେ ଚିତ୍ରଟା ଅଲଗା ଦେଖାଯାଏ। ଯିଏ ସମସ୍ତଙ୍କୁ ଭଲ କରେ ସିଏ ହିଁ ଧୋକା ଖାଏ, ଯିଏ ସମସ୍ତଙ୍କୁ ସାହାଯ୍ୟ କରେ ସିଏ ହିଁ ଏକା ପଡ଼ିଯାଏ, ଯିଏ ସତ କଥା କହେ ସିଏ ହିଁ ଅପମାନିତ ହୁଏ। ସେତେବେଳେ ଲାଗେ ଭଲ ହେବାଟା କ'ଣ ଭୁଲ ଥିଲା? ସାଙ୍ଗମାନେ, ଜୀବନରେ ସବୁଠୁ କଷ୍ଟଦାୟକ ସମୟ ସେଇଟା ହେଇଥାଏ ଯେତେବେଳେ ଆମେ କାନ୍ଦି କାନ୍ଦି ଭଗବାନଙ୍କୁ ଡାକୁଥାଉ କିନ୍ତୁ କୌଣସି ଉତ୍ତର ମିଳେନି। ଲାଗେ ଭଗବାନ ଆମ କଥା ଶୁଣୁନାହାନ୍ତି। କିନ୍ତୁ ଭାଇରେ, ସବୁବେଳେ ନୀରବତାର ଅର୍ଥ ଅବହେଳା ନୁହେଁ। ଅନେକ ସମୟରେ ଭଗବାନ ତମକୁ ଭାଙ୍ଗୁ ନଥାନ୍ତି, ତମକୁ ଗଢ଼ୁଥାନ୍ତି। ଗୋଟେ କଥା ମନେ ରଖ, ସୁନାକୁ ଯଦି ଗହଣା ବନିବାକୁ ହୁଏ ତାହେଲେ ତାକୁ ପ୍ରଥମେ ଅଗ୍ନିରେ ଜଳିବା ପାଇଁ ପଡ଼େ। ଲୁହାକୁ ଶକ୍ତ ହେବାକୁ ହେଲେ ତାକୁ ହାତୁଡ଼ିର ଆଘାତ ସହିବା ପାଇଁ ପଡ଼େ। ଠିକ୍ ସେମିତି ଭଗବାନ ଯେଉଁ ଲୋକକୁ ବଡ଼ କରିବାକୁ ଚାହାନ୍ତି ତାଙ୍କୁ ସାଧାରଣ ପରୀକ୍ଷା ଦିଅନ୍ତିନି, କଠିନ ପରୀକ୍ଷା ଦିଅନ୍ତି। ଭାଇ, ଆଜି ତମେ ଯେଉଁ ଲୁହ ଝରଉଛ ସେହି ଲୁହ କେବେ ବି ବ୍ୟର୍ଥ ଯିବନି। ଆଜି ତମେ ଯେଉଁ ଅପମାନ ସହୁଛ ସେହି ଅପମାନ ଦିନେ ତମର ଶକ୍ତି ହେବ। ଆଜି ତମେ ଯେଉଁ ଏକଲାପଣକୁ ସହୁଛ ସେହି ଏକଲାପଣ ତମକୁ ମଜବୁତ କରିଦେବ। କାରଣ ଦୁଃଖ ମଣିଷକୁ ଭାଙ୍ଗେନି, ଦୁଃଖ ମଣିଷର ଅସଲ ଶକ୍ତିକୁ ପଦାକୁ ଆଣେ। ଆଜି ଯଦି ତମ ଜୀବନରେ ସମସ୍ୟା ଅଛି ତାହେଲେ ମନେ ରଖ, ସମସ୍ୟାର ଅର୍ଥ ନୁହେଁ କି ତମ କାହାଣୀ ଶେଷ ହେଇଗଲା। ସମସ୍ୟାର ଅର୍ଥ ହେଉଛି ତମ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆଜି ଯାହା ତମକୁ କନ୍ଦଉଛି କାଲି ସେଇ କାହାଣୀ ତମ ସଫଳତାର ଏକ୍ସାମ୍ପଲ ହେବ। ସାଙ୍ଗମାନେ, ଆମେ ଚାହୁଁଥାଉ ଆଜି ପ୍ରାର୍ଥନା କରିବୁ କାଲି ତୁରନ୍ତ ଫଳ ମିଳିଯିବ, କିନ୍ତୁ ଭଗବାନଙ୍କ ସମୟ ଆମ ସମୟ ଠାରୁ ଅଲଗା ହେଇଥାଏ। ଭଗବାନ ଡେରି କରିପାରନ୍ତି କିନ୍ତୁ କାହାର ଅଧିକାର ଛଡ଼େଇ ନିଅନ୍ତିନି। ଆଉ ଯେତେବେଳେ ଦିଅନ୍ତି ନା, ସେତେବେଳେ ଏମିତି ଦିଅନ୍ତି ଯେ ପୁରୁଣା ଦୁଃଖ ମନେ ବି ପଡ଼େନି। ଯଦି ଆଜି ଆପଣ ଦୁଃଖରେ ଅଛନ୍ତି, ଯଦି ଆଜି ଆପଣଙ୍କୁ ଲାଗୁଛି କି ଭଗବାନ ଆପଣଙ୍କୁ ଭୁଲି ଯାଇଛନ୍ତି, ତାହେଲେ ଗୋଟେ କଥା ମନେ ରଖନ୍ତୁ, ଭଗବାନ କେବେ ଭଲ ଲୋକକୁ ଛାଡ଼ନ୍ତିନି। ସେ କେବଳ ଦେଖନ୍ତି ଆପଣ କେତେ ଶକ୍ତିଶାଳୀ ହେଇପାରୁଛନ୍ତି। ତେଣୁ କାନ୍ଦନ୍ତୁ କିନ୍ତୁ ହାର ମାନନ୍ତୁନି, ଭାଙ୍ଗନ୍ତୁ କିନ୍ତୁ ରୁହନ୍ତୁନି, କାରଣ ଆଜିର ଦୁଃଖ ହିଁ କାଲିର ଶକ୍ତି। ଆଉ ମନେ ରଖନ୍ତୁ, ଭଗବାନ ଯେତେବେଳେ କାହାକୁ ବଡ଼ କରିବାକୁ ଚାହାନ୍ତି ନା, ସେତେବେଳେ ପ୍ରଥମେ ତାକୁ ମଜବୁତ କରନ୍ତି। ଜୟ ଜଗନ୍ନାଥ।